ଇୟୋବ ପୁସ୍ତକ ଅଧ୍ୟାୟ 21। ଇୟୋବଙ୍କ ଉତ୍ତର, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନେ ପ୍ରକୃତରେ ଐଶ୍ୱର୍ଯ୍ୟଶାଳୀ ଅଟନ୍ତି। ଏହାପରେ ଇୟୋବ ଉତ୍ତରରେ କହିଲେ, ମନୋଯୋଗ ପୂର୍ବକ ମୋର ବାକ୍ୟ ଶୁଣ। ମୋ ନିମନ୍ତେ ତୁମମାନଙ୍କର ସାନ୍ତ୍ୱନା ତାହା ହେଉ। ଅଳ୍ପ କଥା କହିବା ପାଇଁ ମୋତେ ଅନୁମତି ଦିଅ। ମୋର କଥା ସମାପ୍ତ ହେଲା ପରେ ତୁମ ଉପହାସ ପୂର୍ବ ଭଳି ଆରମ୍ଭ କର। ମନୁଷ୍ୟ ବିରୁଦ୍ଧରେ ମୁଁ କ'ଣ ଅଭିଯୋଗ ଜଣାଉଅଛି? ମୁଁ କାହିଁକି ଅଧୈର୍ଯ୍ୟ ହେବି ନାହିଁ? ମୋତେ ଦେଖି ତୁମେ ଚମତ୍କୃତ ହୁଅ। ହସ୍ତ ଦ୍ୱାରା ତୁମ ମୁଖ ରୁଦ୍ଧ କର। ସେ ସମ୍ବନ୍ଧରେ ଅନୁଧ୍ୟାନ କରିବା ବେଳେ ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୁଏ ଓ ମୋର ଶରୀର ସ୍ତମ୍ଭୀଭୂତ ହୁଏ। ଦୁଷ୍ଟ ବ୍ୟକ୍ତିଗଣ କାହିଁକି ଜୀବିତ ହୋଇ ରହନ୍ତି? ସେମାନେ କାହିଁକି ବୟୋବୃଦ୍ଧାବସ୍ଥା ଲାଭ କରନ୍ତି ଓ ଶକ୍ତି ସମ୍ପନ୍ନ ହୁଅନ୍ତି? ନିଜର ସନ୍ତାନବର୍ଗ ଓ ବଂଶ ପରମ୍ପରା ସମୃଦ୍ଧିଶାଳୀ ହେବା ସେମାନେ ଦେଖିବାକୁ ପାଆନ୍ତି। ସେମାନଙ୍କର ଗୃହ ସକଳ ଭୟରୁ ମୁକ୍ତ ହୋଇ ସୁରକ୍ଷିତ ରହେ ଓ ଈଶ୍ୱରଙ୍କ ଶାସ୍ତି ସେମାନଙ୍କ ଉପରେ ପତିତ ହେଉନାହିଁ। ସେମାନଙ୍କର ବୃକ୍ଷ ନିଷ୍ପ୍ରୟୋଜନ ନ ହୋଇ ସଙ୍ଗମ କରେ। ସେମାନଙ୍କର ଧେନୁ ଗର୍ଭପାତ ନ ହୋଇ ପ୍ରସବ କରେ। ସେମାନେ ନିଜ ଛୋଟ ଶିଶୁମାନଙ୍କୁ ମେଷପଲ ସଦୃଶ ବାହାରି ଆସିବାକୁ ଅନୁମତି ଦିଅନ୍ତି ଓ ସେମାନଙ୍କର ସନ୍ତାନଗଣ ନୃତ୍ୟ କରନ୍ତି। ସେମାନେ ଖଞ୍ଜଣି ତଥା ସାରଙ୍ଗୀ ବାଦନ କରି ଗାନ କରନ୍ତି ଓ ବଂଶୀ ନିନାଦରେ ଆନନ୍ଦିତ ହୁଅନ୍ତି। ସେମାନେ ଐଶ୍ୱର୍ଯ୍ୟରେ ନିଜର ଦିନସମୂହ ଯାପନ କରନ୍ତି ଓ ଶାନ୍ତିରେ ପାତାଳକୁ ଅବତରଣ କରନ୍ତି। ସେମାନେ ଈଶ୍ୱରଙ୍କୁ କହନ୍ତି, ଆମ ସମୀପରୁ ପ୍ରସ୍ଥାନ କର। ତୁମ ମାର୍ଗାବଳୀ ଜାଣିବା ପାଇଁ ଆମେ ଆଶା ପୋଷଣ କରୁନାହୁଁ। ସର୍ବଶକ୍ତିମାନ କିଏ ଯେ ଆମେ ତାହାଙ୍କର ସେବା କରିବୁ? ତାହାଙ୍କଠାରେ ପ୍ରାର୍ଥନା କଲେ ଆମେ କ'ଣ ବା ଲାଭ ପାଇବୁ? ସେମାନଙ୍କର ଐଶ୍ୱର୍ଯ୍ୟ କ'ଣ ସ୍ୱହସ୍ତରେ ଅବସ୍ଥିତ ନୁହେଁ? ଦୁଷ୍ଟ ବ୍ୟକ୍ତିମାନଙ୍କର ଆଲୋଚନା ମୋ ଠାରୁ ଦୂରରେ ଥାଏ। ଦୁଷ୍ଟ ବ୍ୟକ୍ତିର ପ୍ରଦୀପ ଲିଭିଯିବା କିମ୍ବା ଦୁର୍ଭାଗ୍ୟ ସେମାନଙ୍କ ଉପରେ ପଡ଼ିବା ଅଥବା ଈଶ୍ୱର ନିଜ କ୍ରୋଧ ଯୋଗୁଁ ସେମାନଙ୍କ ପ୍ରତି ସଙ୍କଟ ପଠାଇବା, ଆମେ କ'ଣ ଏସବୁ ବହୁବାର ଦେଖିବାକୁ ପାଉଅଛୁ? ବାୟୁ ପ୍ରବାହ ସମ୍ମୁଖରେ ନଡ଼ା ସଦୃଶ, ତୋଫାନ ସମ୍ମୁଖରେ ଉଡ଼ୁଥିବା ଅଗାଡ଼ି ଭଳି ସେମାନେ ନଷ୍ଟ ଅନୁଭବ କରିବା ଆମେ ବା କେତେ ଥର ଦେଖିଅଛୁ? ତୁମେମାନେ କହିଅଛ ଯେ ଈଶ୍ୱର ସେମାନଙ୍କର ଦୋଷକୁ ସେମାନଙ୍କର ସନ୍ତାନବର୍ଗ ପାଇଁ ସଞ୍ଚୟ କରନ୍ତି। ସେମାନେ ଯେପରି ତାହାର ଫଳ ଅନୁଭବ କରନ୍ତି, ସେଥିପାଇଁ ଈଶ୍ୱର ଯଦି ସେମାନଙ୍କୁ ପ୍ରତିଦାନ କରିଥାନ୍ତେ, ସେମାନଙ୍କର ଚକ୍ଷୁ ନିଜର ବିନାଶ ଦେଖିବାକୁ ପାଉ। ସର୍ବଶକ୍ତିମାନଙ୍କର କ୍ରୋଧରୁ ସେମାନେ ପାନ କରନ୍ତୁ। କାରଣ ନିଜର ମାସ ସବୁ ଗଣିତ ହେଲା ପରେ ପରବର୍ତ୍ତୀ କାଳରେ ନିଜ ଭବନ ପ୍ରତି ଘଟିବାକୁ ଥିବା ବିଷୟ ନେଇ ସେମାନେ କ'ଣ ଆକାଙ୍କ୍ଷିତ ହୁଅନ୍ତି? ଯିଏ ଊର୍ଦ୍ଧ୍ୱବାସୀଙ୍କର ବିଚାର କରନ୍ତି, ସେହି ଈଶ୍ୱରଙ୍କୁ ଜ୍ଞାନୋପଦେଶ ଦେବା ପାଇଁ କିଏ ବା ସକ୍ଷମ? ଯିଏ ସମୃଦ୍ଧିଶାଳୀ, ଭୋଗବିଳାସୀ ଓ ସୁରକ୍ଷିତାବସ୍ଥାରେ ବାସ କରେ, ସେହିପରି ଜଣେ ବ୍ୟକ୍ତି ମୃତ୍ୟୁବରଣ କରେ। ତା'ର ଶରୀର ମେଦପୂର୍ଣ୍ଣ ଓ ତା'ର ଅସ୍ଥିର ମଜ୍ଜା ଅଶୁଷ୍କ ଅଟେ। ମନୋବେଦନାରେ ନିମଗ୍ନ ହୋଇ ଓ କେବେ ହେଁ କୁଶଳତା ଆସ୍ୱାଦନ ନ କରି ଅନ୍ୟ ଜଣେ ମୃତ୍ୟୁ ମୁଖରେ ପଡ଼େ। ସେମାନେ ଉଭୟେ ଏକାପରି ଧୂଳିରେ ଶୟନ କରନ୍ତି, କୀଟ ସେମାନଙ୍କୁ ଆଚ୍ଛାଦନ କରେ। ତୁମମାନଙ୍କର ଚିନ୍ତାଧାରା ମୋତେ ଅବଗତ। ମୋତେ ଉପଦ୍ରବ କରିବା ପାଇଁ ତୁମ ଦ୍ୱାରା ପ୍ରସ୍ତୁତ ଯୋଜନା ମୋତେ ଜଣା। ତୁମେମାନେ
କହୁଥାଅ। ଶାସକ ବ୍ୟକ୍ତିର ଗୃହ କେଉଁଠି? ଦୁଷ୍ଟ ବ୍ୟକ୍ତି ଅବସ୍ଥାନ କରୁଥିବା ସେହି ତମ୍ବୁ କାହିଁ? ତୁମେମାନେ କ'ଣ ପଥିକମାନଙ୍କୁ ପ୍ରଶ୍ନ କରିନାହଁ? ତୁମେମାନେ କ'ଣ ସେହି ପଥିକମାନଙ୍କଠାରୁ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିନାହଁ ଯେ ଦୁଷ୍ଟ ବ୍ୟକ୍ତି ବିନାଶର ଦିନରୁ ମୁକ୍ତ ହୋଇଛି, କ୍ରୋଧର ଦିବସରୁ ସେ ରକ୍ଷାପ୍ରାପ୍ତ ହୋଇଛି? ତାର ମୁଖରେ ଦୃଷ୍ଟିପାତ କରି କିଏ ବା ତାକୁ ଦୋଷାରୋପ କରିବ? ତା ଦ୍ୱାରା ସମ୍ପାଦିତ କର୍ମ ପାଇଁ କିଏ ବା ତାକୁ ପ୍ରତିଦାନ ଦେବ? କବରସ୍ଥଳୀକୁ ସମୋହିତ ହେବା ସମୟରେ ତାର ସମାଧି ସ୍ଥାନ ସମୀପରେ ପ୍ରହରୀମାନେ ନିୟୋଜିତ ହୁଅନ୍ତି। ଉପତ୍ୟକାର ମାଟି ଟେଢ଼ା, ତା ପାଇଁ ପ୍ରୀତିକର, ସମସ୍ତେ ତାର ଅନୁଗମନ କରନ୍ତି ଓ ତାର ଅଗ୍ରଗାମୀମାନେ ମଧ୍ୟ ଅନେକ ଅଟନ୍ତି। ତାହା ହେଲେ ନିରର୍ଥକ କଥା କହି ତୁମେମାନେ ମୋତେ କାହିଁକି ଆଶ୍ୱାସନା ଦେଉଛ? ତୁମମାନଙ୍କର ଉତ୍ତର ସମୂହ କପଟତା ବ୍ୟତୀତ ଅନ୍ୟ କିଛି ନୁହେଁ। ଅଧ୍ୟାୟ 22। ଏଲିଫାସର ତୃତୀୟ ଭାଷଣ। ଈଶ୍ୱର ଯେବେ ଶାସ୍ତି ଦିଅନ୍ତି, ତେବେ ନୀତିନିଷ୍ଠାର ସମର୍ଥନ ତାହାଙ୍କର ଲକ୍ଷ୍ୟ। ଏହାପରେ ତେମାନୀୟ ଏଲିଫାସ ଏହି କଥା କହିଲା, ଜଣେ ମନୁଷ୍ୟ କ'ଣ ଈଶ୍ୱରଙ୍କ ପ୍ରତି ପ୍ରୟୋଜନୀୟ ହୋଇପାରେ? ଯିଏ ବିଜ୍ଞ, ତାର ପ୍ରଜ୍ଞା ତା ପାଇଁ ପ୍ରୟୋଜନୀୟ। ତୁମେ ଯଦି ନୀତିନିଷ୍ଠ, ତାହା ସର୍ବଶକ୍ତିମାନଙ୍କ ପ୍ରତି କୌଣସି ଉପକାରରେ ଆସେ କି? ତୁମର ମାର୍ଗାବଳୀ ଯଦି ଦୋଷମୁକ୍ତ, ତଦ୍ୱାରା ତାହାଙ୍କର କିଛି ଲାଭ ହୁଏ କି? ସେ ଯେତେବେଳେ ତୁମକୁ ଶାସ୍ତି ଦିଅନ୍ତି, ତାହାଙ୍କ ପ୍ରତି ତୁମର ଭୟଭକ୍ତି ଯୋଗୁଁ ତାହା କ'ଣ ସାଧିତ? କିମ୍ବା ସେହି କାରଣରୁ ସେ କ'ଣ ତୁମ ପ୍ରତି ନ୍ୟାୟ ବିଚାର କରନ୍ତି? ତୁମର ଦୁଷ୍ଟତା କ'ଣ ଭାରି ନୁହେଁ? ତୁମର ଦୋଷ ସବୁ ସୀମାତୀତ। ଅକାରଣରେ ତୁମେ ଭ୍ରାତାମାନଙ୍କ ଠାରୁ ତୁମେ ବନ୍ଧକ ଆଦାୟ କରିଅଛ। ଲୋକମାନଙ୍କୁ ବିବସ୍ତ୍ର କରାଇଥିବା ଯୋଗୁଁ ସେମାନେ ବର୍ତ୍ତମାନ ଉଲଗ୍ନ। ପାନ କରିବା ପାଇଁ କ୍ଳାନ୍ତ ବ୍ୟକ୍ତିମାନଙ୍କୁ ତୁମେ ଜଳ ଦେଇନାହଁ। ଅକ୍ଷୁଧାର୍ତ୍ତଙ୍କୁ ତୁମେ ରୁଟି ନିଷେଧ କରିଅଛ। ଶକ୍ତିଶାଳୀ ଲୋକ ଭୂମିକୁ ଅଧିକାର କରେ, ପ୍ରିୟ ପାତ୍ର ବ୍ୟକ୍ତି ସେଥିରେ ଅବସ୍ଥାନ କରେ। ବିଧବାମାନଙ୍କୁ ତୁମେ ଶୂନ୍ୟ ହସ୍ତରେ ବିଦାୟ ଦେଇଅଛ ଓ ପିତୃହୀନମାନଙ୍କ ହସ୍ତରୁ ତୁମେ ଭଗ୍ନ କରିଅଛ। ଅତଏବ ଫାଶ ସମୂହ ତୁମକୁ ଚତୁଃପାର୍ଶ୍ୱରୁ ବେଷ୍ଟନ କରିଅଛି ଓ ଆକସ୍ମିକ ଭୀତି ତୁମକୁ ଅନୁଭବ କରିଅଛି। ତୁମେ ଯେପରି ଦେଖି ନପାର, ସେଥି ସକାଶେ ତୁମର ପ୍ରଦୀପ ତମସାବୃତ ହୋଇଛି ଓ ଜଳପ୍ରଳୟ ତୁମକୁ ଆଚ୍ଛାଦନ କରେ। ଈଶ୍ୱର କ'ଣ ଆକାଶର ଉଚ୍ଚତମ ସ୍ଥାନରେ ଅବସ୍ଥାନ କରନ୍ତି ନାହିଁ? ଉନ୍ନତତମ ତାରକା ସମୂହକୁ ଦେଖ, ସେ ସମସ୍ତ କେଉଁ ଉତ୍ତୁଙ୍ଗ ସ୍ଥାନରେ ଅବସ୍ଥିତ। ସୁତରାଂ ତୁମେ ଏହିପରି କହିଅଛ, ଈଶ୍ୱର କ'ଣ ଜାଣନ୍ତି? ଗଭୀର ତିମିର ମଧ୍ୟ ଦେଇ ସେ କ'ଣ ବିଚାର କରିପାରିବେ? ଘନୀଭୂତ ମେଘମାଳା ତାହାଙ୍କୁ ଆଚ୍ଛାଦନ କରେ, ତହୁଁ ସେ ଦେଖୁନାହାନ୍ତି ଓ ଆକାଶ ବିତାନରେ ସେ ପର୍ଯ୍ୟଟନ କରନ୍ତି। ଦୁଷ୍ଟ ବ୍ୟକ୍ତିମାନେ ଯେଉଁ ପଥ ଦେଇ ବିଚରଣ କରିଥିଲେ, ସେହି ପୁରାତନ ମାର୍ଗକୁ ତୁମେ କ'ଣ ଅବଲୋକନ କରିଅଛ? ସେମାନଙ୍କ ସମୟ ପୂର୍ଣ୍ଣ ହେବା ପୂର୍ବରୁ ସେମାନେ ଛିଡ଼ାଇ ନିଆଗଲେ। ସେମାନଙ୍କର ଭିତ୍ତିମୂଳ ସମୂଳେ ପୋଛି ନିଆଗଲା। ସେମାନେ ଈଶ୍ୱରଙ୍କୁ କହିଲେ, ଆମ ସମୀପରୁ ପ୍ରସ୍ଥାନ କର ଏବଂ ସର୍ବଶକ୍ତିମାନ ଆମ ପ୍ରତି କ'ଣ ବା କରିପାରିବେ? ତଥାପି ସେମାନଙ୍କ ଗୃହକୁ ଉତ୍ତମ ବସ୍ତୁ ଦ୍ୱାରା ସେ ଭରି ଦେଇଥିଲେ। କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କର ଚିନ୍ତା ଗତି ମୋ ଠାରୁ ଦୂରରେ ରହେ। ନୀତିନିଷ୍ଠ ଲୋକେ ସେମାନଙ୍କ ପରିଣାମ ଦେଖି ସନ୍ତୋଷ ପ୍ରକାଶ କରନ୍ତି ଓ
ଓ ନିଷ୍କଳଙ୍କ ବ୍ୟକ୍ତିଗଣ ହାସ୍ୟପୂର୍ବକ ସେମାନଙ୍କୁ ଉପହାସ କରନ୍ତି। ସେମାନେ କହନ୍ତି, ଆମ ବିରୋଧୀମାନେ ଅବଶ୍ୟ ବିଚ୍ଛେଦିତ ହୋଇଛନ୍ତି। ସେମାନେ ଯାହା ତ୍ୟାଗ କରିଥିଲେ ତାହା ଅଗ୍ନିରେ ଦଗ୍ଧୀଭୂତ ହୋଇଛି। ଈଶ୍ୱରଙ୍କ ସହ ପୁନର୍ମିଳିତ ହୋଇ ଶାନ୍ତିରେ ଅବସ୍ଥାନ କର, ତାହା ହେଲେ ତୁମର କୁଶଳ ହେବ। ତାହାଙ୍କର ମୁଖ ନିଃସୃତ ଶିକ୍ଷୋପଦେଶ ଗ୍ରହଣ କର ଓ ତାହାଙ୍କର ବଚନ ସବୁକୁ ତୁମ ହୃଦୟରେ ସଞ୍ଚୟ କର। ସର୍ବଶକ୍ତିମାନଙ୍କ ସନ୍ନିଧାନକୁ ଫେରିଆସି ତୁମେ ଯଦି ନିଜକୁ ବିନୀତ କର ଓ ତୁମର ତମ୍ବୁ ସମୂହରୁ ଅଧାର୍ମିକତାକୁ ଦୂରେଇ ରଖ, ତୁମେ ଯଦି ସ୍ୱର୍ଣ୍ଣକୁ ଧୂଳିରେ ଓ ଅଫିରର ସ୍ୱର୍ଣ୍ଣକୁ ନଦୀ ତଟସ୍ଥ ପଥର ମଧ୍ୟକୁ ନିକ୍ଷେପ କର, ତୁମେ ଯଦି ସର୍ବଶକ୍ତିମାନଙ୍କୁ ତୁମର ସ୍ୱର୍ଣ୍ଣ ଓ ତୁମର ବହୁମୂଲ୍ୟ ରୌପ୍ୟ ସଦୃଶ୍ୟ ବିବେଚନା କର, ତେବେ ତୁମେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦିତ ହେବ ଏବଂ ଈଶ୍ୱରଙ୍କ ଅଭିମୁଖରେ ତୁମ ମୁଖକୁ ତୁମେ ଉତ୍ତୋଳନ କରିବ। ତାହା ହେଲେ ତୁମେ ତାହାଙ୍କୁ ପ୍ରାର୍ଥନା କରିବ ଓ ସେ କର୍ଣ୍ଣପାତ କରିବେ। ତୁମର ମାନସିକ ବ୍ରତ ତୁମେ ନିର୍ବାହ କର। ନିର୍ବାହିତ ହେବା ପାଇଁ ତୁମ ଦ୍ୱାରା ମନସ୍ଥ କାର୍ଯ୍ୟ ତୁମ ନିମନ୍ତେ ସମ୍ପାଦିତ ହେବ ଓ ତୁମ ପଥ ସକଳ ଆଲୋକ ଦ୍ୱାରା ପ୍ରଦୀପ୍ୟମାନ ହେବ। କାରଣ ଈଶ୍ୱର ଅହଙ୍କାରୀମାନଙ୍କୁ ବିନୀତ କରନ୍ତି, କିନ୍ତୁ ଦୀନହୀନମାନଙ୍କୁ ସେ ଉଦ୍ଧାର କରନ୍ତି। ନିର୍ଦ୍ଦୋଷ ବ୍ୟକ୍ତିକୁ ସେ ରକ୍ଷା କରନ୍ତି। ତୁମ ବାହୁର ଶୁଦ୍ଧତା ହେତୁ ତୁମେ ରକ୍ଷାପ୍ରାପ୍ତ ହେବ। ଅଧ୍ୟାୟ 23। ଇୟୋବଙ୍କ ଉତ୍ତର। ଈଶ୍ୱର ସୁଦୂରରେ ଅବସ୍ଥିତ ଅସତ୍ର ବିଜୟ। ଇୟୋବ ଉତ୍ତରରେ କହିଲେ, ମୋର ଅଭିଯୋଗ ଆଜି ସୁଦ୍ଧା ତିକ୍ତମୟ ଅଟେ। ଯଦିଓ ମୁଁ କ୍ରନ୍ଦନ କଲି, ତଥାପି ତାହାଙ୍କ ହସ୍ତ ମୋ ଉପରେ ଭାରାକ୍ରାନ୍ତ ଅଟେ। ମୁଁ ଯଦି ଜାଣିଥାନ୍ତି ଯେ ତାହାଙ୍କୁ କେଉଁଠି ଦେଖିବାକୁ ପାଇବି, ତାହାଙ୍କର ସିଂହାସନ ସମୀପକୁ ମୁଁ ଯଦି ଆସିପାରିଥାନ୍ତି, ତାହାହେଲେ ମୋର ଅଭିଯୋଗକୁ ମୁଁ ତାହାଙ୍କ ସନ୍ନିଧାନରେ ଉପସ୍ଥାପିତ କରିଥାନ୍ତି ଓ ନ୍ୟାୟବାଦ କରିବା ପାଇଁ ମୋର ମୁଖ ତତ୍ପର ହୋଇଥାନ୍ତା। ମୁଁ ଯଦି ହୃଦବୋଧ କରିଥାନ୍ତି ଯେ ସେ ମୋତେ କେଉଁ ଉତ୍ତର ଦେଇଥାନ୍ତେ, ମୁଁ ଯଦି ହୃଦୟଙ୍ଗମ କରିଥାନ୍ତି ଯେ ସେ ମୋତେ କ'ଣ କହିଥାନ୍ତେ, ତାହାଙ୍କ ମହାନ ଶକ୍ତିରେ ସେ କ'ଣ ମୋ ସହ ପ୍ରତିବାଦ କରିବେ, ନା ମୋ କଥା ପ୍ରତି ସେ କର୍ଣ୍ଣପାତ କରିବେ। ସେଠାରେ ଜଣେ ନୀତିନିଷ୍ଠ ଲୋକ ତାହାଙ୍କ ସହ ଯୁକ୍ତିବାଦ କରିପାରିବ ଓ ମୋର ନ୍ୟାୟାଧୀଶ ମୋତେ ଚିରକାଳ ପାଇଁ ମୁକ୍ତ କରିବେ। ଦେଖ, ମୁଁ ଅଗ୍ରସର ହୁଏ, କିନ୍ତୁ ସେ ସେଠାରେ ନାହାନ୍ତି। ମୁଁ ପଶ୍ଚାତ୍ପଦ ହୁଏ, କିନ୍ତୁ ମୁଁ ତାହାଙ୍କର ଦର୍ଶନ ପାଏ ନାହିଁ। ବାମ ପାର୍ଶ୍ୱରେ ମୁଁ ତାହାଙ୍କର ଅନ୍ୱେଷଣ କରେ, କିନ୍ତୁ ମୁଁ ତାହାଙ୍କୁ ଦେଖେ ନାହିଁ। ଦକ୍ଷିଣ ଦିଗକୁ ମୁଁ ଘୂରିତ ହୁଏ, କିନ୍ତୁ ମୁଁ ତାହାଙ୍କର ଦର୍ଶନ ପାଏ ନାହିଁ। କିନ୍ତୁ ସେ ମୋର ପଥ ଜାଣନ୍ତି। ସେ ଯେବେ ମୋତେ ପରୀକ୍ଷା କରି ସାରିବେ, ତେବେ ସ୍ୱଚ୍ଛ ସ୍ୱର୍ଣ୍ଣ ସଦୃଶ ମୁଁ ବାହାରିବି। ତାହାଙ୍କ ପଦାଙ୍କ ଉପରେ ମୋ ପାଦକୁ ମୁଁ ଦୃଢ଼ ଭାବେ ଅବସ୍ଥାପିତ କରିଅଛି। ମୁଁ ତାହାଙ୍କ ମାର୍ଗାବଳୀର ଅନୁସରଣ କରିଅଛି। ମୁଁ କେବେ ସେଥିରୁ ବିଚ୍ୟୁତ ହୋଇନାହିଁ। ତାହାଙ୍କ ଅଧର ନିର୍ଗତ ଆଜ୍ଞାବଳୀରୁ ମୁଁ ବିମୁଖ ହୋଇନାହିଁ। ତାହାଙ୍କ ମୁଖ ନିଃସୃତ ବଚନ ସକଳକୁ ମୋ ହୃଦୟରେ ଏକ ସମ୍ପଦ ସଦୃଶ ମୁଁ ସଞ୍ଚୟ କଲି। ସେ ଅପରିବର୍ତ୍ତନୀୟ ଅଟନ୍ତି। କିଏ ବା ତାହାଙ୍କୁ ପରିବର୍ତ୍ତିତ କରାଇପାରିବ? ଯାହା ସେ ଇଚ୍ଛା କରନ୍ତି, ତାହା ହିଁ ସେ କରନ୍ତି। ମୋ ପାଇଁ ଯାହା ସେ ନିର୍ଣ୍ଣୟ କରିଛନ୍ତି, ତାହା ସେ ପୂର୍ଣ୍ଣ କରିବେ। ଏପରି ଅନେକ ବିଷୟ ତାହାଙ୍କ ମନରେ ଅବସ୍ଥିତ। ସୁତରାଂ ମୁଁ ତାହାଙ୍କ ସନ୍ନିଧାନରେ କମ୍ପିତ ହୁଏ। ତାହାଙ୍କ ସମ୍ବନ୍ଧରେ ଅନୁଧ୍ୟାନ କରିବା ବେଳେ ମୁଁ ଭୀତ ହୁଏ।
ଈଶ୍ୱର ମୋର ହୃଦୟକୁ ଦୁର୍ବଳ କରିଛନ୍ତି। ସର୍ବଶକ୍ତିମାନ ମୋତେ ଭୟ ଶଙ୍କିତ କରାଇଅଛନ୍ତି। କାରଣ ମୁଁ ଅନ୍ଧାର ଦ୍ୱାରା ପରିବେଷ୍ଟିତ ଓ ନିବିଡ଼ ତମସା ମୋ ମୁଖକୁ ଆବୃତ କରେ। ଅଧ୍ୟାୟ 24। ସର୍ବଶକ୍ତିମାନ କାହିଁକି ବିଚାର ଦିବସର ସମୟ ନିରୂପଣ କରିନାହାନ୍ତି ଓ ତାହାଙ୍କର ଭକ୍ତଜନ କାହିଁକି ତାହାଙ୍କ ଦିନ ସମୂହର ଦର୍ଶନ ଲାଭ କରୁନାହାନ୍ତି? ଲୋକେ ଭୂସମ୍ପତ୍ତିର ସୀମା ଚିହ୍ନ ଅପସାରଣ କରନ୍ତି। ମେଷ ପଲକୁ ଅପହରଣ କରି ସେମାନେ ସେଗୁଡ଼ିକୁ ଚରାନ୍ତି। ସେମାନେ ପିତୃହୀନମାନଙ୍କର ଗର୍ଦ୍ଦଭ ଚୋରି କରନ୍ତି। ସେମାନେ ବିଧବାମାନଙ୍କର ବଳଦକୁ ବନ୍ଧକ ରୂପେ ଗ୍ରହଣ କରନ୍ତି। ସେମାନେ ନିର୍ଦ୍ଧନମାନଙ୍କୁ ପଥରରୁ ଠେଲି ଦିଅନ୍ତି। ଦେଶବାସୀ ଦରିଦ୍ରଗଣ ଲୁକାୟିତ ହୋଇ ବାସ କରନ୍ତି। ମରୁପ୍ରାନ୍ତରର ବନ୍ୟ ଗର୍ଦ୍ଦଭ ସଦୃଶ ସେମାନେ ପରିଶ୍ରମ କରନ୍ତି। ନିଜର ସନ୍ତାନମାନଙ୍କ ପାଇଁ ଆହାର ଅନ୍ୱେଷଣ କରି ସେମାନେ ମରୁ ପ୍ରାନ୍ତରେ ଶିକାର ସନ୍ଧାନ କରନ୍ତି। ସେମାନେ କ୍ଷେତରୁ ନିଜ ଖାଦ୍ୟ ସଂଗ୍ରହ କରନ୍ତି। ଦୁଷ୍ଟ ବ୍ୟକ୍ତିମାନଙ୍କର ଦ୍ରାକ୍ଷା ଉଦ୍ୟାନରୁ ସେମାନେ ସାଉଁଟା ସଂଗ୍ରହ କରନ୍ତି। ବସ୍ତ୍ରହୀନ ହୋଇ ସେମାନେ ରାତ୍ରି ତମାମ ଉଲଗ୍ନାବସ୍ଥାରେ ଶୟନ କରନ୍ତି। ଶୀତ କାଳରେ ନିଜକୁ ଆବୃତ କରିବା ପାଇଁ ସେମାନଙ୍କର ବସ୍ତ୍ର ନଥାଏ। ପର୍ବତମାଳାରେ ବର୍ଷିତ ବୃଷ୍ଟି ଯୋଗୁଁ ସେମାନେ ଆର୍ଦ୍ର ହୁଅନ୍ତି। ବସତି ସ୍ଥାନର ଅଭାବ ହେତୁ ସେମାନେ ଶୈଳ ଫାଟ ମଧ୍ୟରେ ଆଶ୍ରୟ ନିଅନ୍ତି। ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ ସ୍ତନ୍ୟପାୟୀ ପିତୃହୀନ ଶିଶୁମାନଙ୍କୁ ଅପହରଣ କରନ୍ତି ଓ ନିର୍ଦ୍ଧନମାନଙ୍କର ଶିଶୁମାନଙ୍କୁ ବନ୍ଧକ ରୂପେ ଗ୍ରହଣ କରନ୍ତି। ବିବସ୍ତ୍ର ଅବସ୍ଥାରେ ସେମାନେ ଉଲଗ୍ନ ହୋଇ ଭ୍ରମଣ କରନ୍ତି। କ୍ଷୁଧାର୍ତ୍ତୁର ହୋଇ ସେମାନେ ଶସ୍ୟ ବିଡ଼ା ବହନ କରନ୍ତି। ଦୁଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସେମାନେ ପେଶା ଯନ୍ତ୍ରରେ ଜିତ୍ ତୈଳ ତଥା ଦ୍ରାକ୍ଷାରସ ପ୍ରସ୍ତୁତ କରନ୍ତି, କିନ୍ତୁ ସେମାନେ ତୃଷାର୍ତ୍ତ। ମୁମୂର୍ଷୁ ବ୍ୟକ୍ତିମାନଙ୍କର ଆର୍ତ୍ତନାଦ ନଗରୀରୁ ଶୁଣାଯାଏ। ଆଘାତପ୍ରାପ୍ତ ଲୋକେ ସାହାଯ୍ୟ ଭିକ୍ଷା କରି କ୍ରନ୍ଦନ କରନ୍ତି, ତଥାପି ଈଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ। ଏପରି କେତେକ ଅଛନ୍ତି ଯେଉଁମାନେ ଲୋକ ବିଦ୍ରୋହ ଓ ତାହାର ପଥରେ ନ ରହି ତାହାର ବିରୋଧ କରନ୍ତି। ନିର୍ଦ୍ଧନ ତଥା ଦିନହୀନମାନଙ୍କୁ ହତ୍ୟା କରିବା ପାଇଁ ଅରୁଣୋଦୟ ହେବା ପୂର୍ବରୁ ଘାତକ ଜାଗି ଉଠେ। ତସ୍କର ସଦୃଶ ସେ ରାତ୍ରି ସାରା ଭ୍ରମଣ କରେ। କେହି ମୋତେ ଦେଖିବ ନାହିଁ ବୋଲି କହି ବ୍ୟଭିଚାରୀ ସନ୍ଧ୍ୟାର ଅପେକ୍ଷା କରେ। ଛଦ୍ମ ବେଶରେ ସେ ନିଜ ମୁଖ ଆଚ୍ଛାଦନ କରେ। ସେମାନେ ରାତ୍ରି କାଳରେ ଗୃହକୁ ସିନ୍ଧି କରନ୍ତି, କିନ୍ତୁ ଦିବା କାଳରେ କପାଟ ବନ୍ଦ କରି ସେମାନେ ଭିତରେ ରହନ୍ତି। ସେମାନଙ୍କ ପାଇଁ ଆଲୋକ ଅପରିଚିତ, କାରଣ ନିବିଡ଼ ତମସା ସେମାନଙ୍କ ପାଇଁ ପ୍ରଭାତ ଅଟେ। ଗାଢ଼ ଅନ୍ଧକାରର ଭୟଙ୍କରତା ସହ ସେମାନେ ବନ୍ଧୁତ୍ୱ ସ୍ଥାପନ କରିଛନ୍ତି। ସେମାନେ କହିଛନ୍ତି ଯେ ଜଳ ପ୍ରବାହ ଦ୍ୱାରା ସେମାନେ ଅତି ଶୀଘ୍ର ପ୍ରବାହିତ ହୁଅନ୍ତି। ଭୂପୃଷ୍ଠରେ ସେମାନଙ୍କର ଅଧିକାଂଶ ଅଭିଶପ୍ତ ଅଟନ୍ତି। କୌଣସି ବଣିକ ସେମାନଙ୍କ ଦ୍ରାକ୍ଷାକ୍ଷେତ ଆଡ଼କୁ ଆସେ ନାହିଁ। ମରୁଡ଼ି ତଥା ଉତ୍ତାପ ଯେପରି ତୁଷାର ଜଳ ଛଡ଼ାଇ ଦିଏ, ପାତାଳ ସେହିପରି ପାପୀମାନଙ୍କୁ ହରଣ କରି ନିଏ। ମାତୃଗର୍ଭ ସୁଦ୍ଧା ସେମାନଙ୍କୁ ଭୁଲିଯାଏ। ସେମାନଙ୍କର ନାମ କେବେ ହେଁ ସ୍ମରଣ କରାଯାଏ ନାହିଁ। ବୃକ୍ଷ ଯେପରି କଟା ହୁଏ, ସେହିପରି ଦୁଷ୍ଟତା ବିନଷ୍ଟ ହୁଏ। ସନ୍ତାନହୀନା ବନ୍ଧ୍ୟା ନାରୀମାନଙ୍କୁ ସେମାନେ ଶିକାର କରନ୍ତି। ବିଧବାଙ୍କ ପ୍ରତି ସେମାନେ କୌଣସି ସତ୍କର୍ମ କରନ୍ତି ନାହିଁ। କିନ୍ତୁ ଆପଣା ଶକ୍ତି ବଳରେ ଈଶ୍ୱର ବଳବାନମାନଙ୍କ ଆୟୁଷ ପରିବର୍ତ୍ତିତ କରନ୍ତି।
ନିଜ ଜୀବନ ସମ୍ବନ୍ଧରେ ନିରାଶ ହେବା ବେଳେ ସେମାନେ ଜାଗି ଉଠନ୍ତି। ନିରାପଦ ପ୍ରଦାନ କରି ଈଶ୍ୱର ସେମାନଙ୍କୁ ସାହାଯ୍ୟ ଦିଅନ୍ତି। ସେମାନଙ୍କ ମାର୍ଗ ସବୁ ଉପରେ ସେ ଦୃଷ୍ଟିପାତ କରନ୍ତି। ସ୍ୱଳ୍ପକାଳ ସକାଶେ ସେମାନେ ଉନ୍ନୀତ ହୁଅନ୍ତି, ତତ୍ପରେ ସେମାନେ ଅନ୍ତର୍ଦ୍ଧାନ ହୁଅନ୍ତି। ଅନ୍ୟ ସମସ୍ତଙ୍କ ଭଳି ସେମାନେ ଶୁଷ୍କ ହୁଅନ୍ତି, ଶସ୍ୟକେଣ୍ଡା ସଦୃଶ ସେମାନେ କଟାଯାଆନ୍ତି। ଏ ସମସ୍ତ ଯଦି ସଠିକ୍ ନୁହେଁ, ତେବେ ମୁଁ ଯେ ଜଣେ ମିଥ୍ୟାବାଦୀ, କିଏ ଏହାର ପ୍ରମାଣ ଦେବ? ଓ ମୋର କଥାବାର୍ତ୍ତା ଯେ ନିରର୍ଥକ, କିଏ ଏହା ଦର୍ଶାଇବ?